ସତ ହେବ ଶିମିଳିପାଳ କଳାବାଘ ସଫାରି। ଏସିଆ ମହାଦେଶର ସର୍ବବୃହତ୍ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳାବାଘ ସଫାରି। ଆସନ୍ତା ଅକ୍ଟୋବର ସୁଦ୍ଧା ଏହି ସଫାରି ନିର୍ମାଣ କାର୍ଯ୍ୟ ସରିବ ଏବଂ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ। ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଏହାର ସମୀକ୍ଷା କରିଛନ୍ତି ବନ୍ୟପ୍ରାଣୀ ଏସିସିଏଫ୍ ସୁଶାନ୍ତ ନନ୍ଦ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟଠାରୁ 15 କିଲୋମିଟର ଦୂରରେ ଏହି ସଫାରି ରହିବ। ପ୍ରାୟ 200 ହେକ୍ଟର ଜମିରେ କଳାବାଘ ସଫାରି ପ୍ରତିଷ୍ଠା ହେବ। 100 ହେକ୍ଟର ଜାଗାରେ ହେବ ବାଘ ରହଣୀସ୍ଥଳ, ବଳକା 100 ହେକ୍ଟର ପାର୍କିଂ ଏବଂ ବିଶ୍ୱସ୍ତରୀୟ ବାଘ ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା 3ଟି କଳାବାଘ ଓ କିଛି ଧଳାବାଘଙ୍କୁ ଏହି ସଫାରିକୁ ଅଣାଯିବାର ଯୋଜନା ରହିଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ପରେ ବନ୍ୟପ୍ରାଣୀ ଏସିସିଏଫ୍ ସ୍ପଷ୍ଟ କରିଛନ୍ତି, ଏଥିପାଇଁ ନା କୌଣସି ଲୋକମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ ନାହିଁ।